କାହାଣୀ ଶୂଦ୍ର। ଶୂଦ୍ରର ଅର୍ଥ ହେଲା ପୂର୍ଣ୍ଣତଃ ତମଗୁଣୀ ଦେହୀ, ଅର୍ଥାତ୍ ଯେଉଁମାନେ କେବଳ ଦେହ ବିଷୟରେ ଚିନ୍ତା କରନ୍ତି ବା ଯାହାର ମନୋବୃତ୍ତି ଦେହାସକ୍ତ, ତାଠାରୁ ଉପରକୁ ଆଉ କିଛି ଚିନ୍ତା କରିପାରନ୍ତି ନାହିଁ, ସେଇମାନେ ହିଁ ହେଉଛନ୍ତି ଶୂଦ୍ର। ଅଷ୍ଟବକ୍ର ଜନକଙ୍କ ସଭାକୁ ଯାଇଥିଲେ। 8 ଜାଗାରେ ବଙ୍କା ତେଢ଼ା ବିଚିତ୍ର ଆକୃତି ବିଶିଷ୍ଟ ଅଷ୍ଟବକ୍ରଙ୍କୁ ଦେଖି ଦରବାରରେ ଥିବା ସମସ୍ତ ସଦସ୍ୟ ହସି ଉଠିଲେ। ମୁନିବର ମଧ୍ୟ ବଡ଼ ଜୋରରେ ହସିଲେ। ସେ କହିଲେ, ଆରେ, ମୁଁ ତ ଜ୍ଞାନୀ ବ୍ରାହ୍ମଣମାନଙ୍କ ସଭାକୁ ଆସିଥିଲି, କିନ୍ତୁ ମୁଁ ବୋଧେ ଚମାରଙ୍କ ବଜାରରେ ପହଞ୍ଚି ଯାଇଛି। ଏହା ତ ଶୂଦ୍ରଙ୍କର ତମଗୁଣୀର ବଜାର। ଆପଣମାନଙ୍କର ବୁଦ୍ଧି ଦେହ ବ୍ୟତୀତ ଅନ୍ୟ କିଛି ହୋଇପାରେ ନାହିଁ। ଆପଣ ସେସବୁ ବିଷୟରେ ଭାବିପାରନ୍ତି ନାହିଁ। ଯେ ଯେତେ ଦେହାସକ୍ତ ସେ ସେତେ ଶୂଦ୍ର। ଏ କଥା ସମସ୍ତେ ବୁଝିପାରିଲେ। ନିଜର ଅଜ୍ଞାନତା ଯୋଗୁଁ ଋଷିଙ୍କୁ କ୍ଷମା ମାଗିଲେ। ଧନ୍ୟବାଦ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।